Hello everyone, once again welcome back to our YouTube channel. ପିଲାମାନେ ଆଜିର ଅଧ୍ୟାୟରେ ଆମେ ଜାଣିବା ଦଶମ ଶ୍ରେଣୀର ସାହିତ୍ୟ ସିନ୍ଧୁ ଯାହାର ସପ୍ତମ ନମ୍ବର କବିତା ସର୍ବସହା ମାଟି। ତେବେ ଏହି ସର୍ବସହା ମାଟି ଯେଉଁଥିରେ ମା ଓ ମାଟିର ମହନୀୟ ଗୁଣାବଳୀର ଉପସ୍ଥାପନ ଏକ ଦୃଢ଼ୀଭୂତ ଭାବେ କରାଯାଇଛି। ତେବେ ଏହି ମାଟି ମା ବିଷୟରେ କବି ଏଠି ଦୁଇଟି ମହାନ ଚିତ୍ରକୁ ତୁଳନା କରିଛନ୍ତି, ନୁହଁ କି? ମାଟି ଓ ମା ଉଭୟେ ଆମର ମା। ଆଉ ଏହି ଉଭୟଙ୍କୁ ସମସ୍ଥାନରେ ରଖି କବି ନିଜର ଅନୁଭବ, ଅନୁଭୂତି ଓ ବିଚାରବୋଧକୁ ବହୁମୁଖୀ କରି ଏଥିରେ ବର୍ଣ୍ଣନା କରିଛନ୍ତି। ଆଉ ଏ କବିତାରେ ଜାତୀୟତାବାଦୀ ଓ ସ୍ୱଦେଶ ପ୍ରେମରେ କବିତାଟି ଏହି କବିତା ପ୍ରାଣବନ୍ତ ହୋଇଅଛି। ତେବେ ତା ପୂର୍ବରୁ ଜାଣିନେବା ଆମେ ଏହି କବିଙ୍କ ବିଷୟରେ। କବି ହେଉଛନ୍ତି ବିଦ୍ୟୁତ ପ୍ରଭା ଦେବୀ। ଚାଲ ଜାଣିନେବା। ଓଡ଼ିଆ ସାହିତ୍ୟକୁ ଯେଉଁ କତିପୟ ନାରୀ କବି ସେମାନଙ୍କ ବଳିଷ୍ଠ ଲେଖନୀରେ ସମୃଦ୍ଧ କରିଛନ୍ତି, ସେମାନଙ୍କ ମଧ୍ୟରେ ବିଦ୍ୟୁତ ପ୍ରଭା ଦେବୀ ହେଉଛନ୍ତି ଅନନ୍ୟା। ତେବେ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟରେ ବିଦ୍ୟୁତ ପ୍ରଭା ଦେବୀ ଜଣେ ବିଶିଷ୍ଟ କବି। ସେ ଅବିଭକ୍ତ କଟକ ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ନାଟରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। କବିଙ୍କ ସୃଷ୍ଟିରେ ସ୍ୱଦେଶ ପ୍ରୀତି, ସାଂସ୍କୃତିକ ଚେତନା, ଜୀବନବୋଧ, ଆଧ୍ୟାତ୍ମିକତା ନିସର୍ଗ ଦୃଷ୍ଟିରୁ ମଞ୍ଜୁଳ ପରିପ୍ରକାଶ ଘଟିଛି। ତାଙ୍କ ରଚିତ କବିତା ପୁସ୍ତକ ଗୁଡ଼ିକ ହେଉଛି କ'ଣ? ସବିତା, ଉତ୍କଳ ସାରସ୍ୱତ ପ୍ରତିଭା, କନକାଞ୍ଜଳି, ମରୀଚିକା, ବିହାୟସୀ, ଝରା ଶିଉଳି, ସ୍ୱପ୍ନଦୀପ, କାକଳି, ଯାହାକୁ ଯିଏ, ସଞ୍ଚୟନ, ମାଟି ପାଣି ପବନ ପ୍ରଭୃତି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି। ତେବେ ସଞ୍ଚୟନ ପୁସ୍ତକ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି। ଆଉ ଏବେ ଯେଉଁ ଆଲୋଚନା କରିବା, ଏଇ ଯେଉଁ ସର୍ବସହା ମାଟି, ଇଏ କେଉଁଠୁ ଅଣାଯାଇଛି? ନା, ଏହି ପଠିତ କବିତାଟି ମାଟି ପାଣି ପବନ କବିତା ପୁସ୍ତକରୁ ଅଣାଯାଇଅଛି। ଏଥିରେ ସର୍ବସହା ମାଟିକୁ ମା ସହିତ ତୁଳନା କରି କବି ମାଟି ମାର ମହନୀୟ ଗୁଣାବଳୀ ବର୍ଣ୍ଣନା କରିଛନ୍ତି। ମନୁଷ୍ୟର ସୁପ୍ତ ଦିବ୍ୟ ଚେତନାକୁ ଜାଗ୍ରତ କରାଇବା ପାଇଁ ସେ ଏହି କବିତାରେ ଆହ୍ୱାନ କରିଛନ୍ତି। ତେବେ ଚାଲ ପ୍ରଥମେ ଆମେ ଏ କବିତାଟିକୁ ଭଲ ରୂପେ ପଢ଼ି ନେବା, ତାପରେ ପ୍ରତ୍ୟେକ ପଙ୍କ୍ତି ଅନୁସାରେ ଆମେ ଏହାକୁ ବୁଝିବାକୁ ଚେଷ୍ଟା କରିବା। ତେବେ ପିଲାମାନେ, ଚ୍ୟାନେଲକୁ ଯେଉଁମାନେ ନୂଆ କରି ଆସିଛ, ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବ ନାହିଁ। ଧନ୍ୟବାଦ। ଆରମ୍ଭ କରିବା ଆମର ଏହି ବିଷୟବସ୍ତୁକୁ। ସରବସହାଣି ମାଟି, ସରବସହାଣି ମାଟି, ସବୁରି ଉପରେ ସ୍ନେହ ତୋହର ସମାନେ ଦେଇଛୁ ବାଣ୍ଟି, ସମାନେ ଦେଇଛୁ ବାଣ୍ଟି। ତୋର ମିଠା ପାଣି, ତୋ ଧୀର ପବନ, ଦେହେ ମୋ ଦେଇଛି ବଳ, ଶକ୍ତି ଦେଇଛି, ତୃପତି ଦେଇଛି, ତୋ ଗଛ ଲତାର ଫଳ। ସବୁଜ ଘାସର କଅଁଳ ବିଛଣା, ଦିଏ କି ଆରାମ ମତେ, ମା ପରି ମୋର ଅଳିଅର ଦଳି, କେତେ ନ ସହିଛୁ ସତେ। ଦେହ ଦୁଃଖ ପାଇଁ ସାଇଥିଛୁ କେତେ, ଚେରମୂଳି ଗଛ ଲତା, ମନ ସୁଖ ଲାଗି ନଈ ସମୁଦ୍ରରେ, ଭରି ଅଛୁ ହସ କଥା। ବୁକୁ ମୋ ଫୁଲାଏ, ଆଖି ମୋ ଭୁଲାଏ, ତୋ ବଣ ପକ୍ଷୀର ଡାକ, ସରଗ ଡାକିଲେ ମନ ବଳେ ନାହିଁ, ଛାଡ଼ିବାକୁ ତୋର କାଖ। ଜନମ କାଳୁ ଯେ ଦେହେ ତ ଆଘାତ, କେତେ ନ ଦେଇଛି ମୁହିଁ, ନିଜ ଛୁଆ ବୋଲେ ସବୁ ଦୋଷ ସିନା, କ୍ଷମି ଅଛୁ ଏକା ତୁହି। ଯେତେ ରାଗ ରସ
करे तो पाखे ମା ବୋଲି ଯାଉ ଭୁଲି କେତେ ତପ କରି ଏଇ ଜନମରେ ଆସିଛି ତୋ ଦେଶେ ଭୁଲି ଅମାପ ଧରିଛୁ ଦେ ଟିକେ ମତେ ନିଦା ହେଉ ମୋର ଛାତି ନିଜେ ଦୁଃଖ ସହି ଏ ଜଗତ ପାଇଁ ଲାଗି ପଡେ ଦିନ ରାତି ହୋ ସରବସହଣି ମାଟି ସରବସହଣି ମାଟି ସବୁରି ଉପରେ ସ୍ନେହ ତୋର ସମାନେ ଦେଇଛୁ ବାଣ୍ଟି ସମାନେ ଦେଇଛୁ ବାଣ୍ଟି ଦିହ ସିନା ତୋର ପାହାଡ଼ ପଥର କଅଁଳ ପତର ପ୍ରାଣ ଦୁଃଖ ଦଡ଼ ମଡ଼ି ସହିବାକୁ ମତେ କରିଦେ ତୋ ପରିଟାଣ ତୋର ମୁକତିରେ ମୋର ମୁକତି ମା ତୋର ହସେ ମୋର ହସ ତୋହରି ଅନ୍ତର ଆଦେଶ ଚଳେ ମୁଁ ଘୋଷି ତୋର ମହାଯଶ ଚିର ଦୁଃଖର ତୋ ପାହାନ୍ତି ଅନ୍ଧାର ରାତି ଆସୁ ଅଛି ପାହି ସେ ନୂଆ ସପନେ ଫୁଲେ ମୁଁ ଆନନ୍ଦେ ଜୟ ଗାନ ତୋର ଗାଏ ତୁହି ଦେବଭୂମି ତୁହି ବୀରଭୂମି ତୁହି ମୋ ଭାରତ ମା ତୋର ପାଦ ଧୂଳି ମୁଣ୍ଡେ ହୋଇ ବୋଳି ରଖିବି ତୋର ନାଁ ଚେତନ ଗର୍ଭା ମାଟି ଚେତନ ଗର୍ଭା ମାଟି କେଉଁଠି ହଜିଛି ଖୋଜି ଦେ ମୋର ଚେତନାର ଚାବିକାଠି ଚେତନାର ଚାବିକାଠି ତ ଚେଷ୍ଟା କରୁଛି ଆରମ୍ଭ କରିବା ଦେଖିବା ଏଇ ପ୍ରତ୍ୟେକ ପଂକ୍ତିକୁ ବୁଝିବାକୁ ଏବେ ଚେଷ୍ଟା କରିବା ସରବସହଣି ମାଟି ଏଠାରେ କବି ମାଟି ମାକୁ ସର୍ବସହା ବୋଲି କହିଛନ୍ତି ସବୁରି ଉପରେ ସ୍ନେହ ତୋହର ସମାନେ ଦେଇଛୁ ବାଣ୍ଟି ଅର୍ଥାତ୍ ଏ ମାଟି ମା ତୁ ସମସ୍ତଙ୍କ ଉପରେ ତୋର ସ୍ନେହ ମମତାକୁ ସମାନ ଭାବେ ବାଣ୍ଟି ଦେଇଛୁ ଏକଥା କବି ମାଟି ମା ଉଦ୍ଦେଶ୍ୟରେ କହିଛନ୍ତି ତୋର ମିଠା ପାଣି ତୋ ଧୀର ପବନ ଦେହେ ମୋ ଦେଇଛି ବଳ ଶକତି ଦେଇଛି ତୃପତି ଦେଇଛି ତୋ ଗଛ ଲତାର ଫଳ ଅର୍ଥାତ୍ କବି ଏଠାରେ କ'ଣ କହିଛନ୍ତି ନା କହିଛନ୍ତି କି ତୋର ମିଠା ପାଣି ତୋର ଧୀର ପବନ ମୋ ଦେହରେ ବଳ ଦେଇଛି ତୋହର ଗଛ ଲତାର ଫଳ ମୋତେ ଶକ୍ତି ଦେବା ସହିତ ତୃପ୍ତି ପ୍ରଦାନ କରିଛି ଏକଥା କବି ମାଟି ମାକୁ କହୁଛନ୍ତି ଆଉ କ'ଣ ସବୁଜ ଘାସର କଅଁଳ ବିଛଣା ଦିଏ କି ଆରାମ ମତେ ମା ପରି ମୋର ଅଳି ଅରଦଳି କେତେ ନ ସହିଛୁ ସତେ ତ ଏଠାରେ କବି ମାଟି ମା ଉଦ୍ଦେଶ୍ୟରେ କ'ଣ କହିଛନ୍ତି ନା କହିଛନ୍ତି କି ମାଟି ମା ଦେହରେ ଥିବା ସବୁଜ ଘାସର କଅଁଳ ବିଛଣା କବିଙ୍କୁ ଆରାମ ଦେଇଛି ବୋଲି କବି ଏଠି ବର୍ଣ୍ଣନା କରିଛନ୍ତି ତା ସହିତ ମାଟି ପରି ମା ପାଖେ ଯେତେବେଳେ ଛୁଆଟିଏ ଅଳି ଅର୍ଦ୍ଦଳ କରେ ସେତେବେଳେ ମାଟି ତାର ସବୁ ଅଳି ଅର୍ଦ୍ଦଳି ସହିଯାଏ ସେପରି ମାଟି ମା ମଧ୍ୟ ଏଠି ଅଳି ଅର୍ଦ୍ଦଳି ସହିଛି ବୋଲି କହୁଛନ୍ତି କବି ତାପରେ ଦେହ ସୁଖ ପାଇଁ ସାଇ ପିଛୁ କେତେ ଚେରମୂଳି ଗଛଲତା ମନ ସୁଖ ଲାଗି ନଈ ସମୁଦ୍ରରେ ଭରି ଅଛୁ ହସ କଥା ଅର୍ଥାତ୍ କବି ଏଠି ମାଟି ମା ଉଦ୍ଦେଶ୍ୟରେ କହିବାକୁ ଚାହୁଁଛନ୍ତି କି ଦେହର ସୁଖ ପାଇଁ ବିଭିନ୍ନ ପ୍ରକାର ଚେରମୂଳି ଗଛଲତା ଏଠି ଉପୁଜାଇ ଅଛୁ ତା ସହିତ ମନର ସୁଖ ଲାଗି ନଈ ସମୁଦ୍ରରେ ହସ କଥା ଭରି ଅଛୁ ଆଉ ସେଇ ହସ କଥାରେ ମୋର ପ୍ରାଣ ଧରିଯାଏ ଏକଥା କବି କହିଛନ୍ତି କ'ଣ ନା ବୁକୁ ମୋ ଫୁଲାଏ ଆଖି ମୋ ଭୁଲାଏ
ତୋ ବଣ ପକ୍ଷୀର ଡାକ, ସରଗ ଡାକିଲେ ମନ ବଳେ ନାହିଁ, ଛାଡ଼ିବାକୁ ତୋର କାଖ। ଅର୍ଥାତ୍ ତୋର ଏଇ ବଣର ପକ୍ଷୀର ଡାକ, ତା ସହିତ ଏଇ ଝରଣାର ନଈର ଯେଉଁ ହସ ମୋର ମନକୁ ଫୁଲାଇ ଦିଏ, ମୋ ଛାତିକୁ ଗର୍ବରେ ଫୁଲାଇ ଦିଏ। ବଣର ପକ୍ଷୀର ଡାକ ମୋ ଆଖି ଭୁଲାଇ ଦିଏ। ଆଉ ମାଟି ମାର କୋଳକୁ ଛାଡ଼ି ସେ ସ୍ୱର୍ଗକୁ ମଧ୍ୟ ଯିବା ପାଇଁ ମନ ବଳାନ୍ତି ନାହିଁ ବୋଲି ଏଠି କବି କହିଛନ୍ତି ହେଲା। କାରଣ ଏଠି ତ ସମସ୍ତ ସ୍ୱର୍ଗର ସୁଖ ଏଠି ମିଳିଯାଉଛି, ସେ ଯିବେ କାହିଁକି? ଆଉ ସେଥିପାଇଁ କବି ଏଠି ମନା କରିଛନ୍ତି କି ମୋତେ ସ୍ୱର୍ଗରୁ ମଧ୍ୟ ଡାକରା ଆସିଲେ ମଧ୍ୟ ମୁଁ ଯିବା ପାଇଁ ମନ ବଳାଇବି ନାହିଁ। ମା ପାଖରୁ ଯେମିତି ଛୁଆଟିଏ କେତେ ମଧ୍ୟ ସ୍ୱର୍ଗର ତାରା ଚନ୍ଦ୍ରମା ଦେଇଦେଲେ ସେ ଯାଏ ନାହିଁ, ସେପରି ମାଟି ମାକୁ ଛାଡ଼ିକି କବି ଏଠି ନ ଯିବା ପାଇଁ ମନ ବଳେଇଛନ୍ତି, ନୁହଁ କି? ଜନମ କାଳୁ ଯେ ଦେହେ ତ ଆଘାତ, କେତେ ନ ଦେଇଛି ମୁହିଁ, ନିଜ ଛୁଆ ବୋଲି ସବୁ ଦୋଷ ସିନା, କ୍ଷମୀ ଅଛୁ ଏକା ତୁହି। ମୁଁ ଜନ୍ମ କାଳରୁ ତୋ ଦେହରେ କେତେ ଆଘାତ ଦେଇଛି, କେତେ ନ କଷ୍ଟ ଦେଇଛି, ତଥାପି ତୁ ମୋତେ ନିଜ ଛୁଆ ବୋଲି ସବୁ ଦୋଷକୁ କ୍ଷମା କରି ତୁ ମୋତେ ଆଶ୍ରୟ ଦେଇଛୁ, ମୋତେ କ୍ଷମା କରିଦେଇଅଛୁ। ମୋ ମାଟି ମା ଯେମିତି ନିଜ ଛୁଆକୁ କ୍ଷମା କରିଦିଏ, ତୁ ମାଟି ମା ମୋତେ ସେମିତି କ୍ଷମା କରିଦେଇଅଛୁ ବୋଲି କବି ଏଠି ମାଟିକୁ ମା ସହିତ ତୁଳନା କରିକି ସେଇ ଉଦ୍ଦେଶ୍ୟରେ କହୁଛନ୍ତି। ଯେତେ ରାଗରସ କରେ ତୋହ ପାଖେ, ମା ବୋଲି ଯାଉ ଭୁଲି, କେତେ ତପ କରି ଏଇ ଜନମରେ ଆସିଛି ତୋ ଦେଶେ ବୋଲି। ମୁଁ ଯେତେବେଳେ ରାଗରୁଷା କରେ, ଯେମିତି ଛୁଆଟିଏ ମା ପାଖରେ ରାଗରୁଷା କଲେ ମା କ'ଣ କରିଯାଏ ନା ମା ଭୁଲିଯାଏ ସେ ସବୁ, ସେମିତି ମାଟି ମା ମଧ୍ୟ ଭୁଲି ଯାଇଛି। ଆଉ ସେ କେତେ ତପ କେତେ ପୁଣ୍ୟ କରି ଏଇ ଜନ୍ମରେ ଏ ମାଟି ମାର ଦେଶକୁ ବୁଲି ଆସିଛନ୍ତି ବୋଲି କବି ଏଠି ବର୍ଣ୍ଣନା କରିଛନ୍ତି। କେତେ ପୁଣ୍ୟ କଲା ପରେ ତୋ କୋଳରେ ମୁଁ ଜନ୍ମ ନେଇଛି, ଆଉ ଏ ଜନ୍ମ ମୁଁ କ'ଣ ଏମିତି ଛାଡ଼ିଦେବି, ଏମିତି ଉଦ୍ବୋଧନ କରିଛନ୍ତି, ନୁହଁ କି? ଅମାପ ଧରି ଯୋଉ ଦେ ଟିକେ ମୋତେ, ନିଦା ହେଉ ମୋର ଛାତି, ନିଜେ ଦୁଃଖ ସହି ଏ ଜଗତ ପାଇଁ ଲାଗି ପଡ଼େ ଦିନ ରାତି। ଅର୍ଥାତ୍ ତ କବି ଏଠି ମାଟି ମାକୁ କ'ଣ ମାଗିଛନ୍ତି ନା ସେ ନିଜକୁ ଧୈର୍ଯ୍ୟବତୀ କରିବାକୁ ମାଟି ମା ଠାରୁ ଧୈର୍ଯ୍ୟ ଯାଚନା କରୁଛନ୍ତି। ଯେଉଁ ଧୈର୍ଯ୍ୟ ବଳରେ ଜଗତର ସାରା ଦୁଃଖ ସାରା ଝଞ୍ଜିକୁ ପ୍ରତିହତ କରି ଲାଗି ପଡ଼ିବି ମୋର ଏ କର୍ତ୍ତବ୍ୟକୁ କିପରି ପୁରା କରିବା ପାଇଁ, ସେହି ଧୈର୍ଯ୍ୟ ମୋତେ ଦେ ମା, ଏମିତି ମାଟି ମା ଉଦ୍ଦେଶ୍ୟରେ କହିଛନ୍ତି। ଦିହ ସିନା ତୋର ପାହାଡ଼ ପଥର, କଅଁଳ ପତର ପ୍ରାଣ, ଦୁଃଖ ଦଡ଼ମଡ଼ି ସହିବାକୁ ମୋତେ କରିଦେ ତୋ ପରି ଟାଣ। ତ ଏହି ପଂକ୍ତିରେ କବି କହିବାକୁ ଚାହିଁଛନ୍ତି କି କବି ନିଜର ସହଣୀ କପଡ଼ ବଢ଼ାଇବା ପାଇଁ ମାଟି ମାକୁ ଅନୁରୋଧ କରି ଟାଣପଣ ମଧ୍ୟ କାମନା କରିଅଛନ୍ତି। ତୋର ଦେହ ଯେମିତି ଅନେକ ପାହାଡ଼ ପଥରରେ ଗଢ଼ା, ତୋତେ କେତେ ମଧ୍ୟ କଷ୍ଟ ହେଲେ ମୋତେ ତୁ ସହିଯାଉ, ସେପରି ମୋତେ ମଧ୍ୟ ତୁ ଏମିତି ଟାଣପଣ ଦେ ମା, ମୁଁ ମଧ୍ୟ ଏମିତି ଅନେକ ଘାତ ପ୍ରତିଘାତକୁ ସାମ୍ନା କରିପାରେ। ତେବେ ତାପରେ ତୋର ମୁକତିରେ ମୋର ମୁକତି ମା, ତୋର ହସେ ମୋର ହସ, ତୋହରି ଅନ୍ତର ଆଦେଶେ ଚଳେ ମୁଁ, ଘୋଷି ତୋର ମହାଯଶ। ଅର୍ଥାତ୍ ଏଠି ମାଟି ମାର ମୁକ୍ତିରେ କବି ନିଜର ମଧ୍ୟ ମୁକ୍ତି ଓ ମାଟି ମାର ହସରେ ନିଜର ହସ ଅଛି ବୋଲି କବି କହିଛନ୍ତି। ଓ ତା ସହିତ ମଧ୍ୟ ମାଟି ମା ଉଦ୍ଦେଶ୍ୟରେ କହିଛନ୍ତି କି ମାଟି ମାର ଆଦେଶରେ ମୁଁ ଚାଳିତ ହେଉଅଛି ଏବଂ ତୋର ମହାଯଶକୁ ଉଦ୍ଘୋଷଣା କରି ମୁଁ ଆଜି ଚାଲୁଅଛି, ଏପରି ମାଟି ମା ଉଦ୍ଦେଶ୍ୟରେ କହିଛନ୍ତି। ଚିର ଦୁଃଖର ତୋ ପାହାନ୍ତି ଅନ୍ଧାର, ରାତି ଆସୁଅଛି ପାହି, ସେନୁଆ ସପନେ ଫୁଲେ ମୁଁ ଆନନ୍ଦେ, ଜୟ ଗାନ ତୋର ଗାଇ। ତ ଏଠି ମାଟି ମାକୁ ଦୁଃଖିନୀ ମାର ସହିତ ତୁଳନା କରିଛନ୍ତି। ଯେମିତି ଚିର ଦୁଃଖିନୀ ମାଟି ମାର ଦୁଃଖର ପାହାନ୍ତି ଅନ୍ଧକାର, ତାର ରାତି ପାହିବାର ସୂଚନା ଆସୁଅଛି ବୋଲି କବି କହିଛନ୍ତି। ଆଉ ସେହି ନୂଆ ସ୍ୱପ୍ନରେ ସେ ଆନନ୍ଦରେ ଫୁଲି ଉଠିବା କଥା ମଧ୍ୟ କହିଛନ୍ତି ହେ ମାଟି ମା, ତୋର ଦୁଃଖର ପାହାନ୍ତି, ତୋର ଦୁଃଖର ଅନ୍ଧାର ରାତି ଏବେ ପାହି ଆସୁଛି, ଆଉ ସେହି ନୂଆ ସ୍ୱପ୍ନରେ
ମୁଁ ମଧ୍ୟ ଆନନ୍ଦରେ ଫୁଲି ଉଠୁଛି, ମୋର ମଧ୍ୟ ଆନନ୍ଦରେ ମୋ ମନ ଫୁଲି ଉଠୁଥିବାର କଥା କହିଛନ୍ତି। ଆଉ ଏଠି ମାଟି ମାର ଜୟଗାନ କରିବା କଥା ମଧ୍ୟ ସେ ଏଠି ପ୍ରକାଶ କରିଛନ୍ତି, ନୁହେଁ କି? ତୁହି ଦେବଭୂମି, ତୁହି ବୀରଭୂମି, ତୁହି ମୋ ଭାରତ ମା, ତୋର ପାଦ ଧୂଳି ମୁଣ୍ଡେ ହୋଇ ବୋଳି ରଖିବି ତୋର ନାଁ। ଏଇ ଭାରତ ଭୂମି ଦେବଭୂମି ଅଟେ। ଏଠି ଅନେକ ପ୍ରକାର ରୂପରେ ଭଗବାନ ଏଠି ଜନ୍ମ ନେଇଛନ୍ତି। ଆଉ ଏଠି ଅନେକ ବୀରଙ୍କର ଭୂମି ଅଟେ ଏଇ ଭାରତ ଭୂମି, ଯିଏକି ମହାଭାରତ ଯୁଦ୍ଧ ଦେଖ, ଏଇ କଳିଙ୍ଗ ଯୁଦ୍ଧ ଦେଖ, ଏମିତି ଅନେକ ପ୍ରକାର ଯୁଦ୍ଧ ଅଛି ଯେଉଁଠି ଏ ଭାରତବର୍ଷ ଅନେକ ବୀରପୁତ୍ର ମାନଙ୍କୁ ଜନ୍ମ ଦେଇଛି। ତ ସେହି ଦେବଭୂମି, ସେହି ବୀରଭୂମିକୁ କବି ଏଠି ମା ବୋଲି ସମ୍ବୋଧନ କରିଛନ୍ତି। ତୁ ମୋ ସେହି ଭାରତ ମା, ଯିଏ ଅନେକ ଦେବତାଙ୍କୁ ଏଠି ଜନ୍ମ ଦେଇଛି, ଅନେକ ମହାବୀରଙ୍କୁ ମଧ୍ୟ ଏଠି ଜନ୍ମ ଦେଇଛି। ତୋର ପାଦ ଧୂଳି ମୁଣ୍ଡରେ ମୋ ବୋଳି ହୋଇ ତୋର ନାଁ ରଖିବି ବୋଲି କବି ଏଠି ମାଟି ମା ଉଦ୍ଦେଶ୍ୟରେ କହିଛନ୍ତି, ନୁହେଁ କି? ଚେତନ ଗରଭା ମାଟି, କେଉଁଠି ହଜିଛି ଖୋଜି ଦେ ମୋର ଚେତନାର ଚାବିକାଠି। ଅର୍ଥାତ୍ କବି ଏଠି କ'ଣ କହିଛନ୍ତି ନା ମାଟି ମାକୁ ଚେତନର ଗର୍ଭା ବୋଲି କହିଛନ୍ତି। ଆଉ କବି ନିଜର ହୃଦ ଚେତନାର ଚାବିକାଠିକୁ ଖୋଜି ଦେବା ପାଇଁ ମାଟି ମାକୁ ଅନୁରୋଧ କରୁଛନ୍ତି। କାରଣ ସେ ଆସିଛନ୍ତି, ସେ ଏବେ ଦିଗହରା ହୋଇଯାଇଛନ୍ତି, ଆଉ ତାଙ୍କର କ'ଣ କରିବାର କର୍ତ୍ତବ୍ୟ ମଧ୍ୟ ସେ ଭୁଲି ଯାଇଛନ୍ତି। ତ ସେଥିପାଇଁ ହେ ମା, ମୁଁ ଏବେ ବିଚଳିତ ଅଛି, ତୁମର ଚେତନାର ଚାବିକାଠିକୁ ଖୋଜିଦେ, ଏହିପରି ସେ ମାଟି ମାକୁ ଅନୁରୋଧ କରିଛନ୍ତି। ତ ଏଇ କବିତାରେ ଆମେ କ'ଣ କ'ଣ ଜାଣିଲେ ନା ସର୍ବସାହା ମାଟି କିପରି ସମସ୍ତଙ୍କ ଉପରେ ତାର ସ୍ନେହ ଭାବକୁ ସମୂହ ଭାବରେ ବାଣ୍ଟି ଦେଇଛି ସେ କଥା ଜାଣିଲେ। ମାଟି ମା ବିଭିନ୍ନ ଭାବରେ କବିଙ୍କ ଜୀବନକୁ ପରିପୃଷ୍ଟ କରିଛି। ମାଟି ମାର କୋଳ ଛାଡ଼ି କବି ସ୍ୱର୍ଗକୁ ଯିବା ପାଇଁ ମଧ୍ୟ ମନ ବୋଳାନ୍ତି ନାହିଁ ବୋଲି ଏଠି କୁହାଯାଇଛି। ତାପରେ କବି ଅନେକ ତପ କରି ମାଟି ମାର ଦେଶକୁ ଏ ଜନ୍ମରେ ବୁଲି ଆସିଛନ୍ତି ବୋଲି କହିଛନ୍ତି। ତା ସହିତ ମାଟି ମାର ମୁକ୍ତିରେ କବି ନିଜର ମୁକ୍ତି ଓ ହସରେ ନିଜର ହସ ବୋଲି କହିଛନ୍ତି ଏବଂ ନିଜର ହୃତ ଚେତନାର ଚାବିକାଠିକୁ ଖୋଜି ଦେବା ପାଇଁ ମାଟି ମାକୁ ଅନୁରୋଧ କରିଛନ୍ତି, ନୁହଁ କି? ତ ଏତିକି ଶିଖିଲେ। ତେବେ ପରବର୍ତ୍ତୀ ଅଧ୍ୟାୟରେ ଆମେ ଜାଣିବା ଏହାର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ମଧ୍ୟ। ସେ ପର୍ଯ୍ୟନ୍ତ ଜୟ ହିନ୍ଦ,